हेलो ସାଙ୍ଗମାନେ ଜୟ ଜଗନ୍ନାଥ। ତ ଆଜିର ଭିଡ଼ିଓରେ ଦେଖନ୍ତୁ କି ବହୁତ ହି ସୁନ୍ଦରଟି ରହିଛି ଟିପ୍ସଟି ଯାହାକି ପୁରା ଛୋଟ ରହିଛି। ତ ଏମିତି ଆମର ବେଡସିଟ୍‌କୁ ଯେତେବେଳେ କି ପୁରୁଣା ବେଡସିଟ୍ ଗୁଡ଼ିକରେ ଆମେ ଦେଖନ୍ତୁ ଆମେ କିଛି ସୁନ୍ଦର ଜିନିଷଟି ବନେଇ ପାରିବା ଯାହାକି ବହୁତ ହି କମ ସମୟରେ ବନେଇ ନବା। ତ ଦେଖନ୍ତୁ ଏମିତି ପୁରୁଣା ବେଡସିଟ୍‌ଟିକୁ ଆମେ କଣ କଲୁ ନା ତ ଏମିତିରେ ପୁରା ଟାଇଟ୍ କରିକି ପୁରା ଭଲ ଭାବରେ କି ତାକୁ ମୋଡ଼ି ନବା। ଦେଖନ୍ତୁ ଏମିତିରେ କି ତାକୁ ଆମକୁ କାଟିବାର ବି ଦରକାର ନାହିଁ। ତ ଏମିତି ପୁରା ଭଲ ଭାବରେ କି ତାକୁ ଯେତେ ଟାଇଟ୍ କରିକି ତାକୁ ମୋଡ଼ିବେ ତ ସେତେ ଭଲ। ତ ଏମିତି ଆମେ ଆକୁ ପୁରାପୁରି ଭଲ ଭାବରେ ଟାଇଟ୍ କରିକି ପୁରାପୁରି ମୋଡ଼ି ନବା ଭଲ ଭାବରେ କି ଯାହାକି ଆପଣଙ୍କର ବେଡସିଟ୍‌ଟି ଏମିତି କିଛି 2ଟି ହଉ କି 3ଟି ଏମିତି ବେଡସିଟ୍ ଦରକାର ଅଛି। ତ ଏମିତି ଦେଖନ୍ତୁ ଯଦି କି ଗୋଟେ ଏମିତି ଛୋଟରେ ଚାହୁଁଥିବେ ତାହେଲେ ଏମିତିକି ବି ମୋଡ଼ି ପାରିବେ। ତ ଗୋଟେରେ ବି ବନେଇ ପାରିବେ। ତ ଏଇ ଟାଇପ୍‌ରେ ଦେଖନ୍ତୁ ଆମେ ଆକୁ ପୁରାପୁରି ଭଲ ଭାବରେ ଗୋଟେ ବେଡସିଟ୍‌କୁ ତ ଏମିତି ରୋଲ୍ କରିକି ପୁରାପୁରି ଭଲ ଭାବରେ ରାଉଣ୍ଡ କରିକି ଆମେ ତାକୁ ମୋଡ଼ି ନବା। ତ ମୋଡ଼ି ସାରିଲା ପରେ ତାପରେ କି ଆମର ଆଉ ଗୋଟେ ବେଡସିଟ୍‌କୁ ବି ସେମିତି ଆକୁ ଜଏଣ୍ଟ କରିବା। ତ ଦେଖନ୍ତୁ ପରେ କି ଆମେ ଆକୁ କଣ କଲେ ନା ତ ଯୋଉଠି ଆମର ଶେଷ ହେଇଥିଲା ତ ସେଇ ଜାଗାରେ ପୁଣି ଆମକୁ ସେଇଠିକୁ ଏମିତି ଫାର୍ଷ୍ଟ କି ତାକୁ ଏମିତି ଲଗେଇକି ତାକୁ ମୋଡ଼ି ନବା। ତାପରେ କି ଆମେ ତାର ନେକ୍ସଟ ପ୍ରୋସେସଟି କରିବା। ତ ଏମିତି ଦେଖନ୍ତୁ ତାକୁ ଭଲସେ ମୋଡ଼ିକି ରଖି ସାରିଲା ପରେ ଆଉ ଥରେ ଏମିତିରେ କି ପୁଣି ତାକୁ ଭଲ ଭାବରେ ଏମିତି ରାଉଣ୍ଡ କରିକି ପୁରାପୁରି ମୋଡ଼ି ନବା। ତ ଏଇ ଦେଖନ୍ତୁ ପୁରାପୁରି ତାକୁ ତ ପୁରାପୁରି ଅଲଗା ଡିଜାଇନ୍‌ରେ ଲାଗିବ ଯାହାକି ମଝିରେ ଏମିତି ଗୋଟେ କଲର୍ ରହିବ। ଆଉ ସାଇଡ୍‌ରେ ଆଉ ଗୋଟେ ବେଡସିଟ୍‌ଟି ଦେଲେ ଆଉ ଗୋଟେ କଲର୍‌ରେ ରହିଲା। ତ ମଝିରେ ଟିକେ ବଡ଼ ବେଡସିଟ୍‌ଟି ନେଇଥିଲି ତ ଆଉ ସାଇଡ୍‌ରେ ଯାହାକି ଆଉ ଗୋଟେ ଦେଲି ତାକୁ ଆଉ ଟିକେ ଛୋଟ ବେଡସିଟ୍‌ଟି ନବା। ତ ଏମିତିରେ କି ଆମେ ଆକୁ ଦେଖନ୍ତୁ ପୁରାପୁରି ଏମିତିକି ପୁରାପୁରି ରାଉଣ୍ଡ କରିନବା। ତ ତାପରେ ଆକୁ ଭଲସେ ଏମିତି ସେଟ୍ କରିସାରିଲା ପରେ କି ଏମିତିରେ ରଖିଲେ ତ ସେଗୁଡ଼ିକ ଖସିଯିବ। ତ ଖୋଲି ହେଇଯିବ। ତାକୁ ଆମକୁ କଣ କରିବାକୁ ହବ ନା ଏମିତିରେ କି ତ ମଝିରେ ଗୋଟେ ଆମକୁ ସିଲେଇ କରି ନବାର ଅଛି। ତ ଏଇ ଟାଇପ୍‌ରେ ଦେଖନ୍ତୁ ତାକୁ ଲଗେଇକି ଭଲ ଭାବରେ ତାକୁ ଜଏଣ୍ଟ କରିକି ଗୋଟେ କି ତ ଭଲ ଭାବରେ ଆମେ ଆକୁ ସିଲେଇ କରି ନବା। ଯାହାକି ବହୁତ ହି ସୁନ୍ଦର ଭାବରେ ଏମିତିରେ କି ତ ଏଇ ଟାଇପ୍‌ର ଆମେ ଆକୁ ତ ସବୁଗୁଡ଼ିକ ଏମିତିକି ଆମର ତାକୁ ଲଗେଇକି ଜଏଣ୍ଟ କରିକି ଆମକୁ ସିଲେଇ କରି ନବା ଭଲ ଭାବରେ କି ନହେଲେ ତ ସେଗୁଡ଼ିକ ଖୋଲି ହେଇଯିବ। ତ ତାକୁ ଏମିତି ଦେଖନ୍ତୁ ତ ଠିକ୍ ଭାବରେ ଆମକୁ ଲଗେଇକି ଭଲସେ ଆକୁ ସିଲେଇ କରି ନବା ଯାହାକି ତ ବହୁତ ହି ସହଜରେ ଏମିତିକି ବନେଇ ପାରିବା। ତାପରେ ଦେଖନ୍ତୁ ଏଇଥିରେ କି ଆମକୁ ସେମିତିରେ କି ସିଲେଇ କରି ନବା। ଯଦି କି ଆପଣ ତ ଚାହିଁବେ କି ତାକୁ କାଟିବା ପାଇଁ ତାହେଲେ କି ପୁରାପୁରି ଆକୁ ସରୁରେ ବି ଆକୁ ବେଡସିଟ୍‌ଟିକୁ ପୁରାପୁରି ଏମିତି କାଟି ନେବେ। କାଟି ନେଇକି ଏମିତି ପୁରା ପତଲାରେ ଅ ତାକୁ ଏମିତି ମୋଡ଼ିକି ବି ସିଲେଇ କରିପାରିବେ। କାହିଁକି ନା ମୁଁ ଏଠି ବେଡସିଟ୍‌ଟି କାଟି ନାହିଁ। ତ ଏମିତିକି ତାକୁ ଲଗେଇକି ତ ସବୁଗୁଡ଼ିକୁ ଏମିତି ଲଗେଇକି ତାକୁ ସିଲେଇ କରି ନବା। ଯାହାକି ମୋଟା ବି ଟିକେ ରହିବ, ମୋଟା ଟାଇପ୍‌ରେ ରହିବ। ଆଉ କମ ସମୟରେ ବି ଏମିତିକି ବନେଇ ପାରିବା। ତ ଏମିତି ଦେଖନ୍ତୁ ସବୁଗୁଡ଼ିକ ଏମିତି ତାକୁ ଜଏଣ୍ଟ କରିକି ସିଲେଇ କରିନେଲା ପରେ କି ତ ଭଲ ଭାବରେ ଏମିତି ରଖିନବା। ତ ତାପରେ କି ଦେଖିବେ କି ଆପଣଙ୍କର ଏ ଡୋରମେଟ୍ ଟାଇପ୍‌ରେ ବନିଯିବ। ଆପଣଙ୍କର ଦେଖିବେ କି ବହୁତ ହି ବଢ଼ିଆ ବି ଲାଗିବ। ଆଉ ଯୋଉଠି ବି ଏମିତି ଭଲ ସେପ୍‌ରେ ତାକୁ ବନେଇବେ ଆହୁରି ଭଲ ଲାଗିବ। ତ ଏମିତି ସବୁଗୁଡ଼ିକ ଆମେ ଆକୁ ସିଲେଇ କରିନେଇ ସାରିଲା ପରେ କି ଏଇ ଟାଇପ୍‌ରେ ଆପଣଙ୍କର ଦେଖନ୍ତୁ ଏଇଠି ମୁଁ ସିଲେଇ କରି ଆପଣଙ୍କୁ ଦେଖୁଛି। ତ ପୁରାପୁରି ଏଇ ଟାଇପ୍‌ରେ ଆମେ ସିଲେଇ କରିନବା। ତ ତାପରେ କି ଭଲସେ ତାକୁ ଏମିତି ପକେଇକି ଆପଣଙ୍କର ରଖିପାରିବେ। ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି ଭଲ ଲାଗିଥିବ ଲାଇକ୍ କରିଦେବେ। ଆପଣମାନେ ଯଦି ଚ୍ୟାନେଲରେ ନୂଆ ଥିବେ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହିଲି।